ସତରେ ସନ୍ନ୍ୟାସ ନେଇଗଲେ ପାଣ୍ଡିଆନ। କୁଆଡ଼େ ଗଲେ ପାଣ୍ଡିଆନ? ବିଜେଡ଼ିର ବିପର୍ଯ୍ୟୟ ପରେ ଏବେ ଏହି ପାୱାରଫୁଲ ନେତାଙ୍କ ପତ୍ତା ମିଳୁନି। କ୍ୟାମେରା ଧରି ହେଲିକପ୍ଟରରେ ଟୁର୍ ପରେ ଟୁର୍ କରୁଥିଲେ। ନ୍ୟାସନାଲ ଠାରୁ ନେଇ ଲୋକାଲ ସବୁ ଗଣମାଧ୍ୟମରେ ଛାଇ ରହିଥିଲେ। ହେଲେ ଦଳ ହାରିବା ପରେ ପାଣ୍ଡିଆନଙ୍କ ଆଉ ଦେଖା ମିଳୁନି। ନିର୍ବାଚନର ପ୍ରଚାର ସମୟରେ ପାଣ୍ଡିଆନଙ୍କ ଡାଇଲଗ୍ ଜୋରଦାର ଭାଇରାଲ ହୋଇଥିଲା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଉଦ୍ଦେଶ୍ୟରେ ପାଣ୍ଡିଆନ ଚ୍ୟାଲେଞ୍ଜ କରି କହିଥିଲେ ଯେ ଯଦି ଜୁନ୍ 2 ତାରିଖରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନ ନେବେ ତାହେଲେ ସେ ରାଜନୀତିରୁ ସନ୍ନ୍ୟାସ ନେଇଯିବେ। ହେଲେ ନିର୍ବାଚନର ଫଳାଫଳ ପାଣ୍ଡିଆନଙ୍କ ଅହଙ୍କାରକୁ ଏଭଳି ଭାଙ୍ଗିବେ ବୋଲି କେହି ଆଶା କରିନଥିଲେ। ଲୋକସଭାରେ ବିଜେଡି ଶୂନ ହୋଇଗଲା ଓ ବିଧାନସଭାରେ ନବୀନ ବାବୁ ସଂଖ୍ୟା ଗରିଷ୍ଠତା ହରାଇଲେ। ଆଉ ଫଳାଫଳ ବାହାରିବା ପରଠାରୁ ପାଣ୍ଡିଆନଙ୍କର ଆଉ ଦେଖା ନାହିଁ। ଯେଉଁ ବ୍ୟକ୍ତି ଗଣମାଧ୍ୟମ ଠାରୁ ନେଇ ସୋସିଆଲ ମିଡ଼ିଆ, ନବୀନ ନିବାସଠୁ ନେଇ ଶଙ୍ଖ ଭବନ ପର୍ଯ୍ୟନ୍ତ ଛାଇ ରହିଥିଲା ସେ ଏବେ ଗାଏବ। ନବୀନଙ୍କ ଛାଇ ଭଳି ଥିବା ପାଣ୍ଡିଆନଙ୍କ ତାଙ୍କ ପାଖରେ ବି ନାହାନ୍ତି। ନବୀନ ରାଜ୍ୟପାଳକୁ ଇସ୍ତଫା ଦେବା ସମୟରେ ସେ ନଥିଲେ କି ସନ୍ଧ୍ୟାରେ ନବୀନ ବିଜୟୀ ବିଧାୟକଙ୍କ ଭେଟିବା ସମୟରେ ମଧ୍ୟ ସେ ନଥିଲେ। କିଛି ନେତା ଓ ସମୀକ୍ଷକଙ୍କ ମତ ହେଲା ଅଫିସରକୁ ନେତା ବନିଥିବା ପାଣ୍ଡିଆନଙ୍କ ପାଇଁ ଲୋକଙ୍କ ଆସ୍ଥା ହରାଇଲା ବିଜେଡି। ଆଗକୁ ନେଇ ଆସିବି ଆପଣମାନଙ୍କ ପାଇଁ କିଛି ନୂଆ ଖବର। ସୁସ୍ଥ ରୁହନ୍ତୁ, ସତର୍କ ରୁହନ୍ତୁ। ନମସ୍କାର ଓଡ଼ିଶାବାସୀ।